ଆପଣମାନେ ଯଦି ପ୍ରକୃତରେ ଭଗବାନ ଶିବଙ୍କୁ ଭକ୍ତି କରୁଥାନ୍ତି, ବିଶ୍ୱାସ କରୁଥାନ୍ତି, ତେବେ ସଚ୍ଚା ହୃଦୟରେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଓମ୍ ନମଃ ଶିବାୟ, ହର ହର ମହାଦେବ। ବନ୍ଧୁଗଣ, ଏହି ବର୍ଷ ଶ୍ରାବଣ ମାସ କେବେ ଆରମ୍ଭ ହେଉଛି? ଏହି ବର୍ଷ ବୋଲବମ୍ କେତେ ପାଳି ପଡ଼ୁଅଛି? କ'ଣ ରହିଛି ନିୟମ? ଏବଂ ଏକ ଖାସ୍ ଫୁଲ ସମ୍ପର୍କରେ କହିବି, ଚମତ୍କାରୀ ଫୁଲ ବିଷୟରେ କହିବି, ଯାହାକୁ ଯଦି ଆପଣ ଏହି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅର୍ପଣ କରନ୍ତି, ତେବେ ପୁରା ଶ୍ରାବଣ ମାସର ପୁଣ୍ୟ ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ। ବନ୍ଧୁଗଣ, ଶ୍ରାବଣ ମାସ ଆସୁଅଛି, ଯାହା ଆପଣଙ୍କର ଜୁଲାଇ 22 ତାରିଖରେ ପ୍ରଥମ ପାଳି ହେଉଛି ଶ୍ରାବଣ ମାସର ବୋଲବମ୍ ପାଳି। ଯଦି ଆପଣମାନେ ବୋଲବମ୍ ଯାଉଛନ୍ତି ତ ଆପଣମାନେ ମହାଭାଗ୍ୟବାନ ଅଟନ୍ତି, କାହିଁକି ନା ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ମାସ, ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ। ଆଉ ଏହି ଶ୍ରାବଣ ମାସରେ ଦେବଦେବ ମହାଦେବ ପୃଥିବୀ ଲୋକରେ ପରିଭ୍ରମଣ କରନ୍ତି ଏବଂ ତାଙ୍କର ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଯେଉଁମାନେ ଶିବ ଭକ୍ତ ଅଛନ୍ତି, ଯେଉଁମାନେ ଶ୍ରାବଣ ମାସରେ ଶିବଙ୍କୁ ଜଳ ଅଭିଷେକ କରନ୍ତି, ସେମାନେ ମହାଭାଗ୍ୟଶାଳୀ ଅଟନ୍ତି ଆଉ ଆପଣଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରନ୍ତି। ଦେବଦେବ ମହାଦେବ ଅକର୍ମ କର୍ମଦାୟକ ଦେବଦେବ ମହାଦେବ। ଶିବ କହିଲେ ମଙ୍ଗଳମୟ। ଅନେକ କୁହନ୍ତି ଯାହା ଭାଗ୍ୟରେ ନଥାଏ ତାହା କେହି ପ୍ରଦାନ କରିପାରନ୍ତି ନାହିଁ, କିନ୍ତୁ ଭାଗ୍ୟରେ ଯାହା ନଥାଏ ତାକୁ ଯିଏ ପ୍ରଦାନ କରନ୍ତି ସିଏ ହେଉଛନ୍ତି ଦେବଦେବ ମହାଦେବ। ସମସ୍ତ ଅମୃତ ପିଇ ଯିଏ କଲ୍ୟାଣ କରୁଛନ୍ତି ସିଏ ହେଉଛନ୍ତି ଦେବ, ଏବଂ ଯିଏ ବିଷ ପିଇ ଜଗତର କଲ୍ୟାଣ କରିଛନ୍ତି ସିଏ ହେଉଛନ୍ତି ମହାଦେବ। ଆଉ ଶିବଙ୍କର ଭକ୍ତ ସବୁବେଳେ ନିନ୍ଦା ଅପବାଦ କଷ୍ଟ ସହି ମଧ୍ୟ ସବୁବେଳେ ପରର ଉପକାର କରିଥାନ୍ତି, କାହିଁକି ନା ଶିବଙ୍କ ପରି ମଧ୍ୟ ତାଙ୍କର ମହିମା ଏବଂ ମନ ହୋଇଥାଏ। ତେଣୁ ଏହି ଶ୍ରାବଣ ମାସ ବିଷୟରେ ଋକ୍ ବେଦରେ ସୁନ୍ଦର ଭାବରେ କୁହାଯାଇଛି, ଯେଉଁ ମାସରେ କଠୋର ତପସ୍ୟା କରିଥିଲେ ମାତା ପାର୍ବତୀ, ଆଉ ସେଥିପାଇଁ ଶିବ ପ୍ରସନ୍ନ ହୋଇ ତାଙ୍କୁ ବର ପ୍ରଦାନ କରିଛନ୍ତି। ତେଣୁ ଶ୍ରାବଣ ମାସରେ ଯେଉଁମାନେ ବ୍ରତ କରନ୍ତି ବା ରଖନ୍ତି ତ ତାଙ୍କୁ ଦେବଦେବ ମହାଦେବ ପ୍ରସନ୍ନ ହୋଇ ବର ପ୍ରଦାନ କରିଥାନ୍ତି, ତାଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି। ଶ୍ରାବଣ ମାସରେ ଯଦି ଆପଣ ଜଳାଭିଷେକ କରୁଛନ୍ତି ବା ବୋଲବମ୍ର ଯାତ୍ରୀ ଯେଉଁମାନେ ଅଛନ୍ତି, ମନେ ରଖିଥାନ୍ତୁ ସେମାନେ ଆସନ୍ତା ଜୁଲାଇ 22 ତାରିଖରେ ପ୍ରଥମ ପାଳି ଆପଣ ବୋଲବମ୍ ଯାତ୍ରା କରିପାରିବେ ବା ଜଳାଭିଷେକ ଜଳ ଲାଗି କରିପାରିବେ। ଆଉ ଦ୍ୱିତୀୟ ପାଳି ହେଉଛି ଜୁଲାଇ 29 ତାରିଖରେ। ଆପଣଙ୍କର ମନ ମଧ୍ୟରେ ପ୍ରଶ୍ନ ଥିବ, ଏଥର କେତେ ପାଳି ପଡ଼ୁଛି ବୋଲବମ୍? ଆମେ କହୁଛୁ ଆସନ୍ତା ଜୁଲାଇ 22 ତାରିଖରେ ପ୍ରଥମ ପାଳି, ଦ୍ୱିତୀୟ ପାଳି ହେଉଛି ଜୁଲାଇ 29 ତାରିଖ, ଆଉ ତାହାପରେ ତୃତୀୟ ପାଳି ହେଉଛି 5 ଅଗଷ୍ଟ, ଆଉ ଚତୁର୍ଥ ପାଳି ହେଉଛି 12 ଅଗଷ୍ଟ। ତେଣୁ ସେଥିପାଇଁ ଏହି 4 ପାଳି ହେଉଛି ଆପଣଙ୍କର ପ୍ରକୃତ ଉଦ୍ଦିଷ୍ଟ ଶିବ ମନ୍ଦିରରେ ଜଳାଭିଷେକ କରିବା ପାଇଁ। କିନ୍ତୁ 19 ତାରିଖରେ ଆପଣଙ୍କର ଯେଉଁ ସୋମବାର ପଡ଼ୁଅଛି ସେଦିନ ପୂର୍ଣ୍ଣମୀ ପଡ଼ୁଅଛି। 19 ତାରିଖରେ ସୋମବାର ପଡ଼ୁଥିବାରୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏଥର 5 ପାଳି ପଡ଼ୁଛି କି ବୋଲବମ୍? କିନ୍ତୁ ବନ୍ଧୁଗଣ, ପୂର୍ଣ୍ଣମୀ ଦିନ ଜଳାଭିଷେକ କରିବା କଥା ନୁହଁ, କାହିଁକି ନା ଦେବଦେବ ମହାଦେବ ପୂର୍ଣ୍ଣମୀ ଦିନ ଶ୍ମଶାନରେ ସମାଧି ଅବସ୍ଥାରେ ଥାଆନ୍ତି। ତ ସେଥିପାଇଁ ଜଳାଭିଷେକର ପ୍ରକୃତ ପୁଣ୍ୟଫଳ ଭକ୍ତମାନଙ୍କୁ ମିଳିନଥାଏ। ତ ସେଥିପାଇଁ ପୂର୍ଣ୍ଣମୀ ଦିନ ସୋମବାର ପଡ଼ୁଅଛି। ଯେଉଁମାନେ ପ୍ରତ୍ୟେକ ସୋମବାର ଶିବଙ୍କୁ ଜଳାଭିଷେକ କରୁଛନ୍ତି ସେମାନେ ଜଳାଭିଷେକ କରିପାରିବେ, କିନ୍ତୁ ଯେଉଁମାନେ ବୋଲବମ୍ ଯାତ୍ରା କରୁଛନ୍ତି ସେମାନେ 4 ପାଳି ଏଥରକ ବୋଲବମ୍ ଯାତ୍ରା କରନ୍ତୁ, ଆଉ ଆପଣ 4 ପାଳି ଭଗବାନ ଶିବଙ୍କୁ ଜଳ ଲାଗି କରାନ୍ତୁ। ପୂର୍ଣ୍ଣମୀ ଦିନ ସୋମବାର ରହିଛି ସତ, କିନ୍ତୁ ପୂର୍ଣ୍ଣମୀ ଦିନ ଭଗବାନ ଶିବ ଶ୍ମଶାନରେ ସମାଧି ଅବସ୍ଥାରେ ଥାଆନ୍ତି, ତ ସେଥିପାଇଁ ଜଳାଭିଷେକର ପୁଣ୍ୟଫଳ ପ୍ରାପ୍ତି କରିପାରନ୍ତି ନାହିଁ। ତେଣୁ ସେଥିପାଇଁ ଆପଣମାନେ ଏଥର 4 ପାଳି ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ, ପୁଣ୍ୟଫଳ ଆପଣଙ୍କୁ ପ୍ରାପ୍ତି ହେବ। ବନ୍ଧୁଗଣ, ଆପଣମାନଙ୍କୁ ଗୋଟିଏ କଥା କହିବି, ଅରଖ ଫୁଲକୁ ଯେଉଁ ବ୍ୟକ୍ତି
ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅର୍ପଣ କରିଥାଏ ବା ଚଢ଼େଇଥାଏ ତ ସେ ପୁଣ୍ୟଫଳ ପ୍ରାପ୍ତି କରିଥାଏ। ତାକୁ ଶ୍ରାବଣ ମାସର ପୁରା ମାସର ପୁଣ୍ୟଫଳ ତାଙ୍କୁ ପ୍ରାପ୍ତି ହୋଇଥାଏ। ଦେବଦେବ ମହାଦେବ ତାଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିଥାନ୍ତି। ତେଣୁ ନିଶ୍ଚିନ୍ତ ଭାବରେ ବୋଲବମ୍ ଯାତ୍ରୀମାନେ ସାଙ୍ଗରେ ଅରଖ ଫୁଲ ନିଶ୍ଚୟ ନେଇକରି ଯାଆନ୍ତୁ। ଅରଖ ଫୁଲ ଶ୍ରାବଣ ମାସର ସୋମବାରରେ ଶିବଙ୍କ ଉପରେ ଚଢ଼ାଇଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଏହି ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। କାହିଁକି ନା ଶିବ କଥାକୁ ଆପଣ ଯେତେ ମାତ୍ରାରେ ସେୟାର କରିବେ, ପ୍ରଚାର କରିବେ ତ ସେତେ ମାତ୍ରାରେ ହିଁ ଆପଣଙ୍କୁ ପୁଣ୍ୟଫଳ ପ୍ରାପ୍ତି ହେବ। ଶିବଙ୍କ ମହିମା ଏମିତି ରହିଛି କି ଶିବଙ୍କ କଥାକୁ ଯେଉଁ ଲୋକମାନେ ପ୍ରଚାର କରିଥାନ୍ତି ତ ତାଙ୍କୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ତେଣୁ ଆପଣମାନେ ଯଦି ଭଗବାନ ଶିବଙ୍କୁ ସଚ୍ଚା ହୃଦୟରେ ଭକ୍ତି କରୁଥାନ୍ତି ଏବଂ ବୋଲବମ୍ ଯାତ୍ରୀ ଅଟନ୍ତି ତ ଭିଡ଼ିଓକୁ ଗୋଟେ ଲାଇକ୍ କରି ସେୟାର ଅବଶ୍ୟ କରିବେ। ବନ୍ଧୁଗଣ, ଏହି ଶ୍ରାବଣ ମାସର ସୋମବାର ଉପବାସ କଲେ ବିବାହିତା ମହିଳାମାନଙ୍କର ଦାମ୍ପତ୍ୟ ଜୀବନ ସୁଖୀ ଏବଂ ସମୃଦ୍ଧ ହୋଇଥାଏ। ସ୍ୱାମୀଙ୍କର ଦୀର୍ଘ ଜୀବନର ଇଚ୍ଛା ପୂରଣ ହୋଇଥାଏ। ଅବିବାହିତ ଝିଅମାନେ ମଧ୍ୟ ଶ୍ରାବଣ ସୋମବାରରେ ଉପବାସ କରନ୍ତି, ଯାହାଦ୍ୱାରା ଭବିଷ୍ୟତରେ ସେମାନେ ମଧ୍ୟ ଭଗବାନ ଶିବଙ୍କ ପରି ବର ପାଇପାରିବେ। ଏହା ବ୍ୟତୀତ ଗ୍ରହର ତ୍ରୁଟି ଦୂର କରିବା ପାଇଁ ସୋମବାର ଉପବାସ ପାଳନ କରାଯାଇଥାଏ। ସୋମବାର ଦିନ ପାଣିରେ କ୍ଷୀର ମିଶାଇ ଶିବଲିଙ୍ଗକୁ ଅଭିଷେକ କରନ୍ତୁ। ଯଦି ଆପଣଙ୍କର ବିବାହରେ କୌଣସି ଅସୁବିଧା ଅଛି ତେବେ ମହାଦେବଙ୍କର ପୂଜା କରନ୍ତୁ। ପ୍ରତିଦିନ ନନ୍ଦୀଙ୍କୁ ଭଲରେ ଖାଇବାକୁ ଦିଅନ୍ତୁ, ଷଣ୍ଢଙ୍କୁ ଖାଇବାକୁ ଦିଅନ୍ତୁ। ଏହା ଅସୁବିଧା ଦୂର କରିବ, ଜୀବନରେ ସୁଖ ଏବଂ ସମୃଦ୍ଧତା ଆସିବ ଏବଂ ମନ ଖୁସି ରହିବ। ଶ୍ରାବଣରେ ଗରିବ ଲୋକଙ୍କୁ ଖାଦ୍ୟ ଅର୍ପଣ କରନ୍ତୁ। ଆପଣଙ୍କର ଘରେ କଦାପି ଖାଦ୍ୟର ଅଭାବ ରହିବ ନାହିଁ ଏବଂ ପିତୃପୁରୁଷଙ୍କର ଆତ୍ମା ଶାନ୍ତି ପାଇବ। ପୂଜା କରିବା ବେଳେ କିଛି ସମୟ ମନ୍ଦିରରେ ବସନ୍ତୁ ଏବଂ ଆପଣଙ୍କ ମନରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଆପଣଙ୍କୁ ଭଗବାନ ଶିବଙ୍କର ଆଶୀର୍ବାଦ ପ୍ରାପ୍ତି ହେବ। ପରିଶେଷରେ ଆପଣମାନଙ୍କୁ ଆଉ ଗୋଟିଏ କଥା କହିବି, ବୋଲବମ୍ ନାରା କାହିଁକି ନିଅନ୍ତି କାଉଡ଼ିଆ? କାହିଁକି ନିଅନ୍ତି ବୋଲବମ୍ ନାରା? ପୌରାଣିକ କାହାଣୀ ଅନୁସାରେ ମହାଦେବ ରାଜା ଦକ୍ଷଙ୍କ ଦ୍ୱାରା ଅପମାନ ହେବାରୁ ମାତା ସତୀ ସ୍ୱାମୀଙ୍କ ଅପମାନ ସହି ନପାରି ଦକ୍ଷଙ୍କ ଯଜ୍ଞରେ ନିଜ ଶରୀରକୁ ତ୍ୟାଗ କରିଥିଲେ। ତେବେ ଏହି ଖବର ଭଗବାନ ଶିବ ଜାଣିବା ପରେ ଯଜ୍ଞସ୍ଥଳରେ ପହଞ୍ଚି ପ୍ରଥମେ ଦକ୍ଷଙ୍କ ବେକକୁ କାଟିଦେଲେ। ପରେ ସମସ୍ତଙ୍କର ପ୍ରାର୍ଥନା ପରେ ତାଙ୍କୁ ପୁନର୍ଜୀବିତ କରିବା ପାଇଁ ଏକ ଛେଳିର ମୁଣ୍ଡକୁ ଦକ୍ଷଙ୍କ ଶରୀରରେ ଲଗେଇଥିଲେ। ଛେଳି ମୁଣ୍ଡ ଲଗାଇବାରୁ ରାଜା ଦକ୍ଷ ଜୀବିତ ହେଲେ। ଦକ୍ଷ ଜୀବିତ ହେବା ପରେ ତାଙ୍କ ପାଟିରୁ ଯେଉଁ ଛେଳିର ବାଣୀ ବାହାରିଲା, ଶଙ୍କରଙ୍କୁ ତାହା ଅତ୍ୟନ୍ତ ପ୍ରିୟ ଲାଗିଲା। ସେବେଠାରୁ ଭକ୍ତମାନେ ବମ୍ ବମ୍ ହର ହର ବମ୍ ବମ୍ ଜପ କରୁଛନ୍ତି। ତେଣୁ କାଉଡ଼ିଆମାନେ ଏହି ଯାତ୍ରା ବେଳେ ବୋଲ ବମ୍ ହର ହର ବମ୍ ନାରା ଦେଇଥାନ୍ତି। ତେବେ ବନ୍ଧୁଗଣ, ଏହା ତ ଥିଲା ଶ୍ରାବଣ ମାସରେ ବୋଲବମ୍କୁ ନେଇ କିଛି ମହତ୍ତ୍ୱପୂର୍ଣ୍ଣ କଥା। ଆପଣମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ତଳେ ଥିବା ଆମର କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ହର ହର ମହାଦେବ ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଧନ୍ୟବାଦ।